I am Damayanti. Welcome to my YouTube channel. ଏବେ ମୁଁ ଆଲୋଚନା କରିବି CC7 ର क्वेश्चन पेपर। ଏଟା କଏ ଅଛି ରାଧାନାଥ ରାୟ ରୋମାଣ୍ଟିକ୍ କବି ଭାବେ ପରିଚିତ। ଏଟା ମୋର ଠିକ୍ ଅଛି। ଖରେ ଅଛି ସାରଳା ଦାସଙ୍କ ମହାଭାରତ ଏକ କ୍ଲାସିକ୍ ସୃଷ୍ଟି। ଏଟା ମଧ୍ୟ ଠିକ୍ ଅଛି। ନେକ୍ସଟ ବାସ୍ତବବାଦ ଶବ୍ଦଟି ବିଂଶ ଶତକର ଦ୍ୱିତୀୟାର୍ଦ୍ଧରୁ ବ୍ୟବହୃତ। ଏଟା ମୁଁ କନଫ୍ୟୁଜ୍ ଅଛି। ନବଯୁଗ ସାହିତ୍ୟ ସଂସଦ 1930 ମସିହାରେ ଗଠନ ହୋଇଥିଲା। ଏଟା ମଧ୍ୟ ଠିକ୍ ଅଛି। ଜାକ୍ ଦେରିବା ସ୍ଥିତିବାଦର ମୁଖ୍ୟ ପ୍ରବର୍ତ୍ତକ। ଏ ଭୁଲ ଅଛି। କିର୍କେଗାର୍ଡ ସଂରଚନାବାଦର ଆଲୋଚକ। ଏ ମଧ୍ୟ ଭୁଲ ଅଛି। କାରଣ କିର୍କେଗାର୍ଡ ଆମ ସ୍ଥିତିବାଦର ପ୍ରବର୍ତ୍ତକ। ନେକ୍ସଟ ପାଠକୀୟ ପ୍ରତିକ୍ରିୟା ତତ୍ତ୍ୱ ଆଲୋଚକ ଭାବରେ ଷ୍ଟାନଲେ ପେସ୍କୁ ଗ୍ରହଣ କରାଯାଏ। ଏଟା ମୁଁ କନଫ୍ୟୁଜ୍ ଅଛି। ଆଜିର ସାହିତ୍ୟ ସମାଲୋଚନାରେ ପର୍ଯ୍ୟାବରଣୀୟ ସମାଲୋଚନାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଠିକ୍ ଅଛି। ବିଘଟନବାଦୀ ସମାଲୋଚକର କାମ ହେଉଛି ଗ୍ରନ୍ଥ ଯାହା କୁହାଯାଇଛି ବୋଲି ଦାବି କରାଯାଇଛି ଏବଂ ପ୍ରକୃତରେ ଯାହା କହୁଛି ଉଭୟଙ୍କ ମଧ୍ୟରେ ଥିବା ବିରୋଧାଭାସକୁ ଆବିଷ୍କାର କରିବା। ଠିକ୍ ଅଛି। ତୃଣମୂଳ ଅଧ୍ୟୟନ ନିଷ୍ପେଷିତ ଶ୍ରେଣୀର ପ୍ରତିନିଧିତ୍ୱ କରେ। ଇଏ ମଧ୍ୟ ଠିକ୍ ଅଛି। ନେକ୍ସଟ ଆମର ଲଙ୍ଗ କ୍ୱେଶ୍ଚନ୍ 9ଟା ଆସିଛି। 9ଟାରୁ ମୁଁ 4ଟା କରିଛି। ରୋମାଣ୍ଟିସିଜିମ୍ର ସଂଜ୍ଞା ସ୍ୱରୂପ ମୁଁ କରିଛି। ଆଉ କରିଛି ମୁଁ ସ୍ଥିତିବାଦୀ ଦର୍ଶନ କ'ଣ, ଆଉ କରିଛି କ୍ଲାସିକ୍ର ସଂଜ୍ଞା ସ୍ୱରୂପ ଆଉ ପାଠକୀୟ ପ୍ରତିକ୍ରିୟା ତତ୍ତ୍ୱ।